ନୂଆପଡ଼ା ଖବର ମୁକ୍ତ ବିଚାର ମଞ୍ଚ ଖଡ଼ିଆଳର ଆଲୋଚନା ସଭା ଅନୁଷ୍ଠିତ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାଡ଼ି ଗ୍ରାମର ଉପ୍ରା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗତ ଗୁରୁବାର ଦିନ ମୁକ୍ତ ବିଚାର ମଞ୍ଚ ଖଡ଼ିଆଳ ଆନୁକୂଲ୍ୟରେ ଶକ୍ତି ଉପାସନା ଓ ଦେବଦେବୀ ପୂଜନ ବିଧିର ବଳି ପ୍ରଥା ଯଥାର୍ଥ କି ଶୀର୍ଷକର ଏକ ଆଲୋଚନା ସଭା ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀଯୁକ୍ତ ଚାଟାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ସପକ୍ଷବାଦୀ ଆଲୋଚକ ଭାବରେ ପ୍ରାକ୍ତନ ଖଡ଼ିଆଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଫାବିନ୍ଦ୍ର ସିଂଦେଓ ଓ ସହ ଆଲୋଚକ ଭାବରେ ଶ୍ରୀଯୁକ୍ତ ଆଦିତ୍ୟ ନାରାୟଣ ପଣ୍ଡା ତଥା ବିପକ୍ଷବାଦୀ ଆଲୋଚକ ଭାବେ କର୍ମକାଣ୍ଡ ବିଶାରଦ ଶ୍ରୀଯୁକ୍ତ ତାରାପ୍ରସାଦ ଆଚାର୍ଯ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ଧ୍ରୁବଚରଣ ପ୍ରଧାନ ଯୋଗଦାନ କରି ପ୍ରସଙ୍ଗଟିର ତାତ୍ତ୍ୱିକ ଆଲୋଚନା କରିଥିଲେ। ପ୍ରଥମେ ଗଣ୍ଡାବାହାଳି ସ୍ଥିତ ଜାଗୃତି ମଣ୍ଡଳର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ସତ୍ୟବ୍ରତ ଗହିର ସଭାର ସଭାପତି ଓ ଅତିଥିଗଣଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ଗ୍ରାମର ବିଶିଷ୍ଟ ନାଗରିକ ଶ୍ରୀଯୁକ୍ତ ଦିବାକର ଖମାରୀ, ଶ୍ରୀଯୁକ୍ତ ରାସ ବିହାରୀ ମେହେର, ଶ୍ରୀଯୁକ୍ତ ଜଗନ୍ନାଥ ସେଠୀ, ବନମାଳୀ ମେହେର, ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଦାସ ଅତିଥିଗଣକୁ ଫୁଲ ଚନ୍ଦନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅତିଥିଗଣ ବିଦ୍ୟାଦାତା ଗଣେଶ ମହାପ୍ରଭୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ସିନ୍ଦୁର ଚନ୍ଦନ ଦେଇ ପୂଜା ଅର୍ପଣ କରିଥିଲେ। ଏହି ଶୁଭବେଳାରେ ଅନୁଷ୍ଠାନର ଉପଦେଷ୍ଟା ଅବଧୂତ ରବୀନ୍ଦ୍ର ବାବା, ବରିଷ୍ଠ କଳାକାର ନରହରି ମେହେର, ନାଟ୍ୟକାର ଓ କ୍ୟାମେରାମ୍ୟାନ୍ ଉପସ୍ଥିତ ଥିଲେ। ସଭା ଶେଷରେ ଶିକ୍ଷାବିତ ଶ୍ରୀଯୁକ୍ତ ଚତୁର୍ବୁଦ୍ଧ ସେଠୀ ମଞ୍ଚାସୀନ ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିଭଳି ଭାବରେ ସିନାପାଲି ମହାବିଦ୍ୟାଳୟର 38ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନୂଆପଡ଼ା ଜିଲ୍ଲା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଯୋଗେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପକୁଳପତି ମା ମଣିକାଶ୍ୱର ବିଦ୍ୟାଳୟର ନିବେଦିତା ନାଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡିଏଭି ମହାବିଦ୍ୟାଳୟର ଟିଟିଲାଗଡ଼ ଡକ୍ଟର ଶିବପ୍ରସାଦ ବେହେରା, ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ବରିଷ୍ଠ ଶିକ୍ଷାବିତ୍ ତୁଳସୀରାମ ମେହେର, ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଇଂରାଜୀ ଭାଷା ପ୍ରାଧ୍ୟାପକ କେଭି ମହାବିଦ୍ୟାଳୟ କଣ୍ଟାବାଞ୍ଜି ଲୋହିତାକ୍ଷ ଯୋଶୀ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ପରିଚାଳନା ଅଧ୍ୟାପକ ଓଡ଼ିଆ ବିଭାଗ କନକବର୍ଦ୍ଧନ ସାହୁ କରିଥିବା ବେଳେ ବାର୍ଷିକ ବିବରଣୀ ପଠନ କରିଥିଲେ ଅଧ୍ୟାପକ ଇତିହାସ ବିଭାଗ ଶ୍ରୀଯୁକ୍ତ ବ୍ରଜମୋହନ ଧାକଡ଼ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍କଳ କଲେଜର ପ୍ରିନ୍ସିପାଲ ଏ.ବି. ଡୁଙ୍ଗଡୁଙ୍ଗ, ଉଦୟ ନାୟକ, ବୀରେନ୍ଦ୍ର ବେହେରା, ହେମନାଥ ଭୋଇ, ସମୀର ପ୍ରସାଦ ବେହେରା, ସ୍ୱୟଂପ୍ରଭା ସାମଲ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।